ଖଟ ତଳେ ରଖିଦିଅନ୍ତୁ ଏହି 5ଟି ଜିନିଷ, ଆପଣଙ୍କର ଭାଗ୍ୟ ବଦଳିଯିବ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। କିଛି ଅକୁହା କଥା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଦର୍ଶକ ବନ୍ଧୁ, ଆମ ଘର ଆମେ ଯେତେବେଳେ ତିଆରି କରିଥାଉ ବାସ୍ତୁ ହିସାବରେ ତିଆରି କରିଥାଉ। ବାସ୍ତୁଶାସ୍ତ୍ର ଆମ ଘରର ପ୍ରତିଟି କୋଣକୁ ସକାରାତ୍ମକ ଉର୍ଜା ଦେଇଥାଏ ଏବଂ ନକାରାତ୍ମକ ଉର୍ଜାକୁ କାଢ଼ିଥାଏ। ସେଥିପାଇଁ ଆମେ ବାସ୍ତୁଶାସ୍ତ୍ର ହିସାବରେ ଆମର ଘର ତିଆରି କରିଥାଉ ଏବଂ ଘରର ସବୁତକ ରୁମ୍ ମଧ୍ୟ ତିଆରି କରିଥାଉ ଏବଂ କେଉଁଠି କ'ଣ ରହିବ ସେ ବାସ୍ତୁଶାସ୍ତ୍ର ଆମକୁ ବହୁତ ସାହାଯ୍ୟ କରିଥାଏ। ବାସ୍ତୁଶାସ୍ତ୍ର ହିସାବରେ ହିଁ ଆମର ସୁଖ ସମୃଦ୍ଧି ଭାଗ୍ୟ ବଦଳିଥାଏ। ଘର ଯେତେବେଳେ ଆମେ ବେଡ଼ରୁମ୍ ଆମର ହୋଇଥାଏ, ବାସ୍ତୁଶାସ୍ତ୍ର ହିସାବରେ ସେ ବେଡ଼ରୁମ୍ ମଧ୍ୟ ତିଆରି ହୋଇଥାଏ ଏବଂ ସେହି ବେଡ଼ରୁମ୍ ଶୋଇବା ଘରରେ ଆମେ ଅଧିକ ସମୟ ମଧ୍ୟ ବିତାଇଥାଉ। କିନ୍ତୁ ଆମର ବେଡ଼ରୁମ୍ ବାସ୍ତୁଶାସ୍ତ୍ର ହିସାବରେ ହୋଇଥାଏ, ଯେଉଁଥିପାଇଁ ସୁଖ ସମୃଦ୍ଧି ମଧ୍ୟ ମିଳିଥାଏ ଏବଂ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇଥାଏ। କିନ୍ତୁ ଯଦି ଆମ ଭାଗ୍ୟରେ ବାସ୍ତୁଶାସ୍ତ୍ର ଭୁଲ ଅଛି, ଆମ ଘର ଭାଗରେ ବାସ୍ତୁଶାସ୍ତ୍ର ଭୁଲ ଥାଏ, ବିଭିନ୍ନ ପ୍ରକାର ଅସୁବିଧା ଆମକୁ ହୋଇଥାଏ ଏବଂ ଆମ ଖଟ ମଧ୍ୟ ବହୁତ ପ୍ରଭାବ ପକାଇଥାଏ ଆମ ଉପରେ, ଯେଉଁଠିକି ଆମେ ଶୋଇଥାଉ। ଖଟ ତଳେ ମାନେ ବେଡ଼ରୁମ୍ରେ ଆମେ ବହୁତ ସମୟ ବିତେଇଥାଉ। ସେଇ ଖଟ ତଳେ ଆପଣମାନେ ଛୋଟ କାମଟେ କରିବେ। ବଗଡ଼ା ଲୁଣ ନେବେ ଏବଂ ବଗଡ଼ା ଲୁଣ ଗୋଟେ କାଚ ଗିନାରେ ଫୁଲ୍ କରିକିରି ଖଟ ତଳେ ରଖିବେ ଏବଂ ଟିକେ ସୋରିଷ ଗୋଟେ କାଗଜରେ ଗୁଡ଼ାଇକିରି ଖଟ ତଳେ ରଖିବେ। ଦେଖିବେ ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ମଧୁର ହୋଇଥାଏ ଏବଂ ଲୁଣ ସବୁତକ ନକାରାତ୍ମକ ଶକ୍ତିକୁ କାଢ଼ି ଦେଇଥାଏ। ସୋରିଷ ମଧ୍ୟ ସବୁତକ ନକାରାତ୍ମକ ଶକ୍ତିକୁ କାଢ଼ି ଦେଇଥାଏ ଏବଂ ଖଟ ତଳେ ଭୁଲରେ ଇଆଡ଼ୁ ସିଆଡ଼ୁ ଜିନିଷ ରଖିକିରି ସେ ଜାଗାଟାକୁ ବିଲକୁଲ ବି ବନ୍ଦ କରିବେ ନାହିଁ। ଖଟ ତଳେ ସବୁବେଳେ ସଫା ସୁତରା ଏବଂ ପରିଷ୍କାର ରହିବା ଦରକାର। କିଛି ଜିନିଷ ରହିବା କଥା ନୁହେଁ। ଯେତେ ଆପଣ ଅଳିଆ ରଖିବେ ଆପଣଙ୍କ ଉପରେ ପ୍ରଭାବ ପକାଇବ ଏବଂ ଆପଣଙ୍କର ବୈବାହିକ ଜୀବନ ମଧ୍ୟ ହଲଚଲ ହେବ। ଦ୍ୱିତୀୟଟି ହେଲା, ଖଟ ତଳେ ଆପଣମାନେ ଆପଣଙ୍କ ସେଜ ତଳେ ଆପଣ ଲୁହାର କୌଣସି ଧାତୁ ମାନେ ଛୁରୀ ହେଉ ଆପଣ ରଖିକିରି ଶୋଇବେ। କାରଣ ଯେତେବେଳେ ଆମେ ଶୋଇଥାଉ ଆମକୁ ବିଭିନ୍ନ ପ୍ରକାରର ସ୍ୱପ୍ନ ଆସିଥାଏ। ସେହି ଭିତରୁ ବହୁତ ସ୍ୱପ୍ନ ଏମିତି ଥାଏ, ନକାରାତ୍ମକ ଶକ୍ତିର ସ୍ୱପ୍ନ ଥାଏ ଏବଂ ଆମର ନିଦରେ ପ୍ରଭାବ ମଧ୍ୟ ପକାଇଥାଏ ଏବଂ ଖରାପ ସ୍ୱପ୍ନ ଯୋଗୁଁ ଆମେ ରାତିରେ ଶୋଇପାରିନଥାଉ। ଆମର ମୁଣ୍ଡରେ ମଧ୍ୟ ପ୍ରଭାବ ପଡ଼ିଥାଏ, ଆମ ନୀତିଦିନ ଜୀବନରେ ମଧ୍ୟ ପ୍ରଭାବ ପଡ଼ିଥାଏ। କୌଣସି ଲୁହା ଜିନିଷ ଯଦି ଆପଣ ବେଡ଼୍ ତଳେ ରଖିକି ଶୋଉଛନ୍ତି ତାହେଲେ କୌଣସି ପ୍ରକାରର ଖରାପ ସ୍ୱପ୍ନ ଆପଣଙ୍କୁ ଆସିବ ନାହିଁ। ଲୁହା ଜିନିଷ ଯଦି ଆପଣ ରାତିରେ ଚମକୁଛନ୍ତି ଶୋଇବା ସମୟରେ, ତାହେଲେ ଆପଣ କୌଣସି ଲୁହା ଜିନିଷ ତକିଆ ତଳେ ରଖିକି ଶୁଅନ୍ତୁ। ଦେଖିବେ କୌଣସି ପ୍ରକାରର ଚମକିବେ ନାହିଁ ଏବଂ ଖରାପ ସ୍ୱପ୍ନ ଆସିବନି। ନିଦ ଭଲ ହେବ ଏବଂ ଆପଣଙ୍କ ମନ ଫୁର୍ତ୍ତି ରହିବ ଏବଂ ସକାରାତ୍ମକ ଶକ୍ତି ଉର୍ଜା ଉତ୍ପନ୍ନ ହେବ। ସେଥିପାଇଁ ଆମ ବେଡ଼ରୁମ୍ ଭିତରେ ଖଟ ତଳେ ଗଦି ତଳେ କିଛି ଜିନିଷକୁ ଆମେ ନିହାତି ଭାବରେ ରଖିବା କଥା, ଯେଉଁଥିପାଇଁ କି ଆମ ଭାଗ୍ୟ ପରିବର୍ତ୍ତନ ହୁଏ ଏବଂ ଭାଗ୍ୟ ପରିବର୍ତ୍ତନ ହେଲେ ସବୁ ପ୍ରକାରର ଆମକୁ ସୁବିଧା ମିଳିଥାଏ ଏବଂ ଉଜ୍ଜଳମୟ ଭବିଷ୍ୟତ ହୋଇଥାଏ। ତୃତୀୟଟି ହେଲା ଗୋଲାପ ଫୁଲ। ଗୋଲାପ ଫୁଲ ବୁଧବାର ଦିନ ଆପଣ ଭଗବାନ ଗଣେଶଙ୍କ ପାଖରେ ପୂଜା କରିବେ। ଠାକୁର ଘରେ ଗୋଲାପ ଫୁଲ ପୂଜା କରିବେ ଏବଂ ସେହି ଫୁଲକୁ ଆଣିକିରି ଆପଣଙ୍କ ବେଡ଼ରୁମ୍ରେ ରଖିବେ, କେଉଁଥିରେ ସଜେଇକିରି ରଖିବେ। ଦେଖିବେ ସେହି ଫୁଲର ପ୍ରଭାବ ଏମିତି ପଡ଼ିଥାଏ ଯେ ଆପଣଙ୍କର ବୈବାହିକ ଜୀବନ ଅତି ସୁଖମୟ ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ଫୁଲ ହେଉଛି ପ୍ରକୃତିର ଦାନ, ତେଣୁକରି ସେହି ଜିନିଷକୁ ଯଦି ଆପଣ ଆପଣଙ୍କ ବେଡ଼ରୁମ୍ରେ ରଖୁଛନ୍ତି ଆପଣଙ୍କୁ ବହୁତ ପ୍ରକାରର ସୁବିଧା ମିଳିଥାଏ। ଖଟ ପାଖରେ ଟେବୁଲରେ ଆପଣ ଫୁଲ ଗୋଟେ ରଖନ୍ତୁ। ଦେଖିବେ ଆପଣଙ୍କ ମନ ଉତ୍ସାହିତ ହୋଇ ରହିବ, ଉତ୍ପନ୍ନ ହେବ, ସକାରାତ୍ମକ ଉର୍ଜା ସୃଷ୍ଟି ହେବ ଏବଂ ଆପଣଙ୍କୁ ଭାଗ୍ୟ ଉଜ୍ଜଳ ହେବାରେ ସାହାଯ୍ୟ କରିବ। ଭଲ ଭଲ ଜିନିଷ ଭାବିବେ ଏବଂ ଉନ୍ନତି ପଛରେ ଆଗେଇ ଯିବେ। ଭଗବାନ ଗଣେଶଙ୍କର ଯେହେତୁ ଆଶୀର୍ବାଦ ଥାଏ, ତେଣୁକରି ଗୋଲାପ ଫୁଲ ଆପଣଙ୍କ ବେଡ଼ରୁମ୍ରେ ରଖିବେ।
ଏବଂ ଆପଣଙ୍କ ବେଡରୁମ୍ରେ ଆପଣ ସବୁଜ ଜିନିଷ ଯେପରିକି କୌଣସି ପ୍ରକାରର ଇନଡୋର ପ୍ଲାଣ୍ଟ ମଧ୍ୟ ରଖିବେ, ଯେଉଁଥିରେ କି ଆପଣଙ୍କୁ ଭଲ ଅମ୍ଳଜାନ ମଧ୍ୟ ମିଳିବ, ଶୁଦ୍ଧ ଅମ୍ଳଜାନ ମିଳିବ। ଏବଂ ଆପଣ ଯେତେବେଳେ ଦେଖିଥିବେ ସକାଳୁ ଉଠିକିରି ସେଇ ସବୁଜ ରଙ୍ଗର ଗଛଟିକୁ, ଇନଡୋର ପ୍ଲାଣ୍ଟକୁ, ଆପଣଙ୍କ ମନରେ ସକାରାତ୍ମକ ମନୋଭାବ ଉର୍ଜା ହେବ ଏବଂ ବେଡରୁମ୍ଟି ଭାରି ସୁନ୍ଦର ଲାଗିବ ଏବଂ ଶୋଇବାରେ ମଧ୍ୟ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ। ଖଟ ପାଖାପାଖି ଯଦି ରଖୁଛନ୍ତି ତାହେଲେ ଆପଣଙ୍କୁ ତାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ, ଭଲ ପ୍ରଭାବ ପଡ଼ିବ, ଭାଗ୍ୟ ଏବଂ ଉଜ୍ଜଳ ହେବ। ଚତୁର୍ଥଟି ହେଉଛି ମୟୂର ପଙ୍ଖ। ଯଦି ଆପଣଙ୍କ ଘରେ ସବୁବେଳେ ଝଗଡ଼ା ଝାଣ୍ଟି ହେଉଛି ତାହେଲେ ଗୋଟେ ମୟୂର ପଙ୍ଖ ଆପଣ ଆପଣଙ୍କ ସେଜ ତଳେ ରଖନ୍ତୁ, ପୂଜା ପାଠ କରିଦେବେ। ନହେଲେ ବି ଆପଣ ଖାଲି ମୟୂର ପଙ୍ଖ ଆଣି ସେଜ ତଳେ ରଖିକି ଦେଖିବେ। ମୟୂର ପଙ୍ଖରେ ଏତେ ପ୍ରକାରର ସକାରାତ୍ମକ ଉର୍ଜା ଥାଏ। ଭଗବାନ କୃଷ୍ଣ, ମୟୂର, ଏମାନଙ୍କର ଯଦି ପକ୍ଷୀ ଆପଣ ରଖିଲେ, ମୟୂର ପକ୍ଷୀ, ଆପଣଙ୍କ ବୈବାହିକ ଜୀବନ ଭଲ ଥାଏ। କଳି ଝଗଡ଼ା ଘରୁ ଦୂର ହୋଇଥାଏ। ଯେଉଁଠି କଳି ଝଗଡ଼ା ହୁଏ ସେଠି ମା ଲକ୍ଷ୍ମୀ କେବେ ରୁହନ୍ତି ନାହିଁ, ଧନ ସମ୍ପତ୍ତି କେବେ ଆଗମନ ହୋଇପାରେ ନାହିଁ। ତେଣୁକରି କଳି ଝଗଡ଼ା ଏବଂ ଅଶାନ୍ତିକୁ ସବୁବେଳେ ଘରଠୁ ଦୂରେଇକି ରଖିବେ। ମୟୂର ପଙ୍ଖ ଖଣ୍ଡେ ଆପଣ ବେଡ୍ ତଳେ ରଖିବେ ଏବଂ ମୟୂର ପଙ୍ଖକୁ ମଧ୍ୟ ସଜେଇକି ରଖିବେ। ଦେଖିବେ ଆପଣଙ୍କର ଭାଗ୍ୟରେ କେତେ ଉନ୍ନତି ହେଉଛି। ପଞ୍ଚମ ଜିନିଷଟି ହେଉଛି ଲେମ୍ବୁ। ଶୁଖିଲା ଲେମ୍ବୁ ଆପଣଙ୍କୁ ବହୁ ସାହାଯ୍ୟ କରେ। ଠାକୁର ଘରେ ସବୁଦିନ ଗୋଟେ ଲେମ୍ବୁରେ ଚାଉଳ ଏବଂ ସିନ୍ଦୁର ଦେଇ ପୂଜା କରୁଥିବେ ଏବଂ ଯେତେବେଳେ ସେ ଲେମ୍ବୁଟି ଶୁଖିଯିବ, ଭଲ ଭାବରେ ରହି 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 ପୂଜା ହେଇ ହେଇ ସେ ଲେମ୍ବୁଟି ଶୁଖି ଆସିବ, ସେଇ ଶୁଖିଲା ଲେମ୍ବୁକୁ ଆପଣମାନେ ନେଇ ଆସିବେ। ନେଇ ଆସିକିରି ସେଇ ଶୁଖିଲା ଲେମ୍ବୁ ଆପଣଙ୍କ ବେଡରୁମ୍ରେ, ମାନେ ଖଟ ଯେଉଁଠି ଅଛି, ଖଟର ଗଦି ତଳେ ସେ ଶୁଖିଲା ଲେମ୍ବୁକୁ ରଖିବେ। ଦେଖିବେ ଶୁଖିଲା ଲେମ୍ବୁ ରଖିଲେ ଆପଣଙ୍କର ନକାରାତ୍ମକ ଉର୍ଜା ଯଦି ବେଡରୁମ୍ ଭିତରେ ଥିବ ସେ ମଧ୍ୟ ବାହାରିଯିବ। ଆପଣମାନେ ଜାଣିଥିବେ ଲଙ୍କା ଲେମ୍ବୁ ଆମେ ଘର ଆଗରେ ଟାଙ୍ଗିଥାଉ, ନକାରାତ୍ମକ ଶକ୍ତି ଆମ ଘରକୁ ପଶିପାରିବ ନାହିଁ। ସେହିପରି ଏହି ପୂଜା ଲେମ୍ବୁଟି ଯେତେବେଳେ ଶୁଖି ଯାଇଥାଏ ଆପଣ ସେଜ ତଳେ ଯେତେବେଳେ ରଖିବେ ଆପଣଙ୍କୁ ବିଭିନ୍ନ ପ୍ରକାର ଉନ୍ନତି ମିଳିବ। ଯଦି ଘରେ ବେଡରୁମ୍ରେ ଯଦି ନକାରାତ୍ମକ ଶକ୍ତି ରହିଛି ତାହେଲେ ଆପଣଙ୍କୁ କେଉଁ ପଟୁ ସେ ଉନ୍ନତି କରିବାକୁ ଦେବ ନାହିଁ। ମନ ଅଶାନ୍ତି ରହିବ, ପାରିବାରିକ ସମ୍ପର୍କ ଅଶାନ୍ତି ରହିବ, ବୈବାହିକ ଜୀବନ ଅଶାନ୍ତି ରହିବ, କର୍ମକ୍ଷେତ୍ର ଅଶାନ୍ତି ରହିବ ଏବଂ ଫାଇନାନ୍ସିଆଲି ମଧ୍ୟ ଆପଣ ଅଶାନ୍ତି ରହିବେ। ସେଥିପାଇଁ ଶୁଖିଲା ଲେମ୍ବୁକୁ ମଧ୍ୟ ଆପଣମାନେ ବେଡରୁମ୍ରେ ଖଟ ତଳେ ରଖିବେ। ଏହିପରି ଭାବରେ 5ଟି ଜିନିଷ ଆପଣଙ୍କ ଖଟ ତଳେ ଆପଣ ରଖନ୍ତୁ, ଦେଖିବେ ଆପଣଙ୍କୁ କେତେ ପ୍ରକାରର ଉନ୍ନତି ମିଳୁଛି। ଏବଂ ସବୁ ଯଦି ଆପଣଙ୍କ ପାଖାପାଖି ସକାରାତ୍ମକ ଥିବ, ଭାଗ୍ୟ ଫିଟିବାରେ ଡେରି ହେବ ନାହିଁ, ଉନ୍ନତି କରିବାରେ ଡେରି ହେବ ନାହିଁ ଏବଂ ମା ଲକ୍ଷ୍ମୀ ଆସିବାରେ ମଧ୍ୟ ଆଉ ହେଳା କରିବେ ନାହିଁ। ତେଣୁକରି ଆପଣ ଛୋଟ ଜିନିଷ ମନେ ରଖିବେ, ବେଡରୁମ୍କୁ ସବୁବେଳେ ସଫାସୁତରା ରଖିବେ ଏବଂ ବେଡରୁମ୍ ଖଟ ତଳକୁ କେବେ ଅଳିଆ କରିକି ରଖିବେନି। ସବୁଦିନ ଓଳଉଥିବେ, ପୋଛା ମାରୁଥିବେ ଏବଂ ଏହିସବୁ ଜିନିଷ ଆପଣଙ୍କ ଖଟ ତଳେ ରଖିଥିବେ ଏବଂ ଖଟ ପାଖାପାଖି ବେଡରୁମ୍ରେ ରଖିବେ। ଦେଖିବେ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଘଟିବ ଏବଂ ଆପଣଙ୍କୁ ଉନ୍ନତି ମଧ୍ୟ ମିଳିବ। ଏହିଭଳି ଭାବରେ ଥିଲା ଆଜିର ପ୍ରସଙ୍ଗଟି। ସମସ୍ତଙ୍କ ଘରେ ଖଟ ଥାଏ ଏବଂ ବେଡରୁମ୍ ମଧ୍ୟ ଥାଏ। ତେଣୁକରି ବେଡରୁମ୍ରେ ଏତିକି କଥା ମାନନ୍ତୁ, ଖଟ ପାଖାପାଖି ଏତିକି ଜିନିଷ ଆପଣମାନେ ରଖନ୍ତୁ, ଦେଖିବେ ଆପଣଙ୍କର ବହୁତ ଭଲ ଉନ୍ନତି ହେବ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ। ଦେଖା ହେବା କାଲିର ଗୋଟେ ଉତ୍ତମ ଭିଡ଼ିଓରେ।